ସେ ଘାସରା ବୋଲି ନାଟା ସେ ଘାସରା ବୋଲି ୟାଙ୍କର ଲଢ଼ାଇ ଝଗଡ଼ା ହେବା ପରେ ମୁଁ ଗଲି। ତାପରେ ଦେଖିଲି ୟାଙ୍କରି ପୁରା ଗୋଷ୍ଠୀ ଥିଲେ, 5-6 ଜଣ ଭାଇ ଥିଲେ। ତାପରେ ସେ କୁର୍ବାନର ପୁଅ ଆସିଲା ପଛରେ ମାରିଲା, କିନ୍ତୁ ତା ଯେ ଲାଲଟୁର ଯେ ସାନ ଭାଇ ସେ କହିଲା ଭାଇ ତୁ ପଳେଇ ଯା। ସେ ଜଷ୍ଟ ଗଲା ରୋଡ଼ ପାର ହେଉଥିଲା ସେତେବେଳେ ତାକୁ ଆଟାକ୍ କରିଲା। କ'ଣ କରନ୍ତି ଯିଏ ମରିଛନ୍ତି? ବ୍ୟବସାୟ କ'ଣ? ସେ ସ୍କ୍ରାପ ବ୍ୟବସାୟୀ। କ'ଣ ନା ତାଙ୍କର? ଏସ୍କେ ଲାଲଟୁ। କ'ଣ କାରଣ ହେଇପାରେ? କାରଣ କ'ଣ କିଛି ନାହିଁ, ଲାଗୁଥିଲା ସେ ବକର ସାଙ୍ଗେ ଆଉ ହୋସେନ ସାଙ୍ଗରେ ସେ ମଝିରେ ଆସିକି ଛଡ଼େଇ ଦେଇଥିଲା। ତାପରେ ତାଙ୍କ ସାଙ୍ଗ ଭାଇ ଆସିଲେ, ଆସିକି କହିଲେ କି ଏ ଭାଇ ତୁ ଯା, ତୁ ଏସବୁ ଏ ପଡ଼ନା। ସେ ଯେତେବେଳେ ରିଟର୍ଣ୍ଣ ଗଲା, ତାପରେ କୁର୍ବାନର ପୁଅ କ'ଣ ସେ ବୁଝିଲେନି ସୁଝିଲାନି, ଆଉ ଏ ପଛବେଳକୁ ମାରି ଦେଇଛି, ବଟମ ଦେଇକିରି ପଛବେଳକୁ ମାରି ଦେଇଛି। ତାପରେ ଅଟୋରେ ନେଇକି ଗଲା। ତାପରେ ଯେତେବେଳେ ମୁଁ ରାଉରକେଲା ଷ୍ଟେସନ ଭଡ଼ା ନେଇକି ଗଲି, ମୋତେ ଗୋଟେ ସାଙ୍ଗ ଫୋନ୍ କରିଲା, କହିଲା ଲାଲଟୁ ଡେଥ୍ କରିଗଲା।